କିନ୍ତୁ ମହାପୁରୁଷ ସାବଧାନ କରିଛନ୍ତି କହିଲେ ଏଇ ଯେଉଁ ଯୁଦ୍ଧରେ ଆମେରିକା ରାଷ୍ଟ୍ର ଭାଇ ମୂଳୁ ନାଶ ଯିବ ଗର୍ବରେ ଜଳୁଛି ସିଏ ବିଶ୍ୱଶ୍ରେଷ୍ଠ ହେବ। ଆକୁ କେଉଁ ମହାପୁରୁଷ ଲେଖିଲେ ନା ମହାପୁରୁଷ ଅର୍ଖିତ ଦାସ ଗଞ୍ଜାମ ଜିଲ୍ଲାର ବଡ଼ ଖେମୁଣ୍ଡିର ରାଜ ପରିବାରରେ ଜନ୍ମଗ୍ରହଣ କରି ଓଳାଶୁଣୀ ପାହାଡ଼ରେ ଓଳାଶୁଣୀ ଆପଣ ଯାଇଥିବେ ଓଳାଶୁଣୀ ଗୁମ୍ଫା ଚଣ୍ଡିଖୋଲ କେନ୍ଦ୍ରାପଡ଼ା ଗଲେ ସେ ବାଟରେ ପଡ଼ିବ ଓଳାଶୁଣୀ ଗୁମ୍ଫା ପାହାଡ଼ ବନ୍ଦରେଶ୍ୱର ତାପରେ ହେଉଛି ପଞ୍ଚୁପାଣ୍ଡବ ଛକ ଇଏ ମଝିରେ ହେଉଛି ଓଳାଶୁଣୀ ପାହାଡ଼ ଗୁମ୍ଫା ପାହାଡ଼ ଗୋଟେ ରହିଛି। ସେ ପାହାଡ଼ ଉପରେ ଶୂନ୍ୟ ସମାଧି ନେଇଥିଲେ ବ୍ରହ୍ମ ଅବଧୂତାଚାରୀ ମହାପୁରୁଷ ଅର୍ଖିତ ଦାସ। ତାଙ୍କ ମାଳିକାର ନାମ ହେଲା ମହାଗୁପ୍ତ ପଦ୍ମକଳ୍ପ। ସେ ଏଇଥିରେ ଲେଖିଲେ ଆମେରିକା ରାଷ୍ଟ୍ର ଭାଇ ମୂଳୁ ନାଶ ଯିବ। ଏଇ ଯେଉଁ ଯୁଦ୍ଧ ଚାଲିଛି ଇରାନ ସହିତ ଆମେରିକାର ସେ ଲେଖିଛନ୍ତି ଇଏ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧର ରୂପ ଧାରଣ କରିବ ସେତେବେଳେ ଆମେରିକାଟା ରହିବ ନାହିଁ। ଆମେରିକା ମୂଳୁ ନାଶ ଯିବ ଗର୍ବରେ ଜଳୁଛି ସିଏ ବିଶ୍ୱଶ୍ରେଷ୍ଠ ହେବ। ଏ ଯେଉଁ ଯୁଦ୍ଧ ସିଏ କାହିଁ କରୁଛି ନା ବିଶ୍ୱରେ ଶ୍ରେଷ୍ଠ ହେବା ପାଇଁ ସବୁ ଉପରେ ତା'ର ଅଧିକାର ରହିବ। ତେଲ ଉପରେ ହେଉ ବା ଆଉ କେଉଁ ଅର୍ଥନୀତିରେ ହେଉ ସବୁ କ୍ଷେତ୍ରରେ ସିଏ ବିଶ୍ୱରେ ଶ୍ରେଷ୍ଠ ହେବ। କିନ୍ତୁ ମହାପୁରୁଷ ଅର୍ଖିତ ଦାସ ଲେଖିଦେଇଛନ୍ତି କାହାରି ଗରବ ସହି ନପାରନ୍ତି ଧାତା ତେଣୁ କରି ଉଡ଼ାଇବେ ତାହାର ଯେ ମଥା। ଆମେରିକାର ମଥା ଯେଉଁଟା ସେଟାକୁ ସେ ଉଡ଼େଇ ଦେବେ ବୋଲି ମହାପୁରୁଷ ଅର୍ଖିତ ଦାସ ତାଙ୍କ ମହାଗୁପ୍ତ ପଦ୍ମକଳ୍ପରେ ଲେଖିଲେ। ତେଣୁ ଏ ଯୁଦ୍ଧରେ ଆମେରିକା ଜିତିବ ନାହିଁ। ଇଏ ଯୁଦ୍ଧଟା ଯେତେବେଳେ ଧୀରେ ଧୀରେ ବିଶ୍ୱଯୁଦ୍ଧର ରୂପ ଧାରଣ କରିବ ସେତେବେଳେ ଆମେରିକାଟା ଧୀରେ ଧୀରେ ଆପଣ ଦେଖିବେ ତା'ର ଅର୍ଥନୀତି ତା'ର ସାମରିକ ଶକ୍ତି ତା'ର ଆଣବିକ ଶକ୍ତି ଧୀରେ ଧୀରେ ଦୁର୍ବଳ ଅବସ୍ଥାକୁ ଯିବ।